ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଲା କାଳବୈଶାଖୀ। ଚିନାବାଦାମ ଜମିରେ ଲହଡ଼ି ମାରୁଛି ବର୍ଷା ପାଣି। ଚିନ୍ତାରେ ଅନେକ ଚାଷୀ। ବାଲେଶ୍ୱର ଜିଲ୍ଲା ଭୋଗରାଇ ହେଉଛି ଧାନ, ପାନ ଓ ମିନର ପେଣ୍ଠସ୍ଥଳୀ। ଆଜକୁ 3 ଦିନ ଧରି ପ୍ରତ୍ୟେକ ଦିନ ଅପରାହ୍ନରେ ମାଡ଼ି ଆସୁଛି ପ୍ରବଳ ଝଡ଼ ସହିତ କାଳବୈଶାଖୀ ବର୍ଷା। ଚାଳ ଛପର ଉଡ଼ିବା ସହିତ ଧାନ ବିଲରେ ଜମି ରହିଛି ପାଣି। ଭୋଗରାଇ, ଶ୍ରଦ୍ଧାପୁର, କାନ୍ଥି ଭଉଁରୀ, ନାରାୟଣ ମହାନ୍ତି ପଡ଼ିଆ, ଗୋଚିଦା, ତେଘରି, ସହରିଆ, ଆରୁହା ବୃତ୍ତି ଆଦି ସ୍ଥାନରେ ପନିପରିବା, ଚିନାବାଦାମ ଚାଷ କାଳବୈଶାଖୀ ବର୍ଷାରେ ବ୍ୟାପକ ନଷ୍ଟ ହୋଇଛି।